তবে ଆପଣମାନେ ଦେଖିପାରୁଥିବେ ପିଏମ୍ ଆବାସ ଯୋଜନା ସମସ୍ତଙ୍କୁ ମିଳିଯାଇଛି। ଯଦି ଆପଣମାନଙ୍କୁ ମିଳିନି ତ ଆପଣମାନେ ପ୍ରଥମେ ଲିଷ୍ଟ ଚେକ୍ କରିନିଅନ୍ତୁ। ଲିଷ୍ଟ ଚେକ୍ କରିବା ପୂର୍ବରୁ ମୁଁ କହିବି, ଯଦି ଆପଣମାନେ ଆମ ଚ୍ୟାନେଲକୁ ନୂଆ ଆସୁଛନ୍ତି ତ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ତ ଦେଖିପାରୁଥିବେ ପିଏମ୍ ମୋଦି ସରକାର ନିଜେ ଓଡ଼ିଶା ଆସିଛନ୍ତି 17 ତାରିଖ ଦିନ। ତ 17 ତାରିଖ ଦିନ ଆସିକି ସେ ପ୍ରଥମ ସବୁ ଲକ୍ଷେ ହିତାଧିକାରୀ ମାନେ ଆବାସ ଯୋଜନା ପ୍ରଦାନ କରିଛନ୍ତି। ଦେଖିପାରୁଥିବେ ଆପଣ ଦେଖିଲେ ଲେଖା ହେଇଛି ଆସନ୍ତା 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ ଆଉ 10 ଲକ୍ଷ ହିତାଧିକାରୀମାନଙ୍କୁ ଆବାସ ବାଣ୍ଟିବେ। ତ ଏହା ଶହେ ସତ ହେଇଛି। ତ ସେମାନେ ଭୁବନେଶ୍ୱର ଆସୁଛନ୍ତି ଆଉ ଲକ୍ଷେ ହିତାଧିକାରୀଙ୍କୁ ସେ ବାଣ୍ଟିଛନ୍ତି। ଆଉ ଯେଉଁମାନେ ବାକି ରହିଛନ୍ତି ସେମାନଙ୍କୁ ବି ବହୁତ ଜଲ୍ଦି ଘର ଆବାସ ଦିଆଯିବ ଟଙ୍କା। ତ ଚାଲନ୍ତୁ ଆପଣମାନେ ଯଦି ଆପଣଙ୍କ ଲିଷ୍ଟ ଆସିଲାନି ଆପଣ ଚେକ୍ କରିବାକୁ ଚାହୁଁଛନ୍ତି ତ ମୁଁ ୟା ପାଇଁ ଭିଡ଼ିଓଟି ବହୁତ ଶୀଘ୍ର ନେଇ ଆସିବି। ତ ଆପଣମାନେ ୱେଟ୍ କରି ରହିଥାନ୍ତୁ, ମୁଁ ବହୁତ ଜଲ୍ଦି ଭିଡ଼ିଓ ନେଇ ଆସିବି, ଆପଣ ଦେଖିପାରୁଥିବେ। ତ ଚାଲନ୍ତୁ ଆଜିର ଭିଡ଼ିଓଟା ଆପଣଙ୍କୁ କେମିତି ଲାଗିଲା ଆମ କମେଣ୍ଟରେ ନିହାତି ଭାବେ ଜଣାଇବେ। ଯଦି ବି ମନରେ କିଛି ଡାଉଟ୍ ଅଛି ତ ଆମ କମେଣ୍ଟରେ ଜଣାଇ ପାରିବେ। ତ ଆଜି ପାଇଁ ଭିଡ଼ିଓଟି ଏଇଠି ରଖୁଛି, ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ରହୁ ସାଙ୍ଗମାନେ, ଜୟ ଜଗନ୍ନାଥ।